ମୁଁ ହେଉଛି ଦେବାନନ୍ଦ ସାମଲ ଘର ହେଉଛି ଏରାଡ଼ା। ନା ଅଭିଯୋଗ ହେଉଛି ଆମର MDR-15 କଣ୍ଟିଆକୁ ଯେଉଁ ରାସ୍ତା ଯାଇଛି ସେ ରାସ୍ତାରେ ଚିଙ୍ଗୁଡ଼ିଆ ନାଳରେ ଗୋଟେ ପୋଲ ହେଉଛି। ତେଣୁ ଆମର ଏ ଯେଉଁ କଣ୍ଟ୍ରାକ୍ଟର କାମ ନେଇଛନ୍ତି ଏଠି ଗୋଟେ ଷ୍ଟକ୍ ୟାର୍ଡ଼ କରିକି ଏଠି ଗାଡ଼ି ଯିବା ଆସିବା କରୁଛନ୍ତି, ଚେନ୍ ପୁଲି ଲଗେଇକି ଯେଉଁ ବଡ଼ ବଡ଼ ଗାଡ଼ି ଗୁଡ଼ା ନେଇକି ଯିବା ଆସିବା କରୁଛନ୍ତି। ତାହାଦ୍ୱାରା ଇଏ ପୋଲ ମାନେ ଗତ ବର୍ଷ ଠାରୁ ଏମିତି ଡ୍ୟାମେଜ୍ ହେଇଯାଇଛି, 30% ଅଲରେଡ଼ି ଡ୍ୟାମେଜ୍ ହେଇଯାଇଛି। ଯେଉଁ ଡ୍ୟାମେଜ୍ ହେଇଯାଇଛି ଏଥରକ ଆସିଥିଲେ ଜେଇ ଆସିଥିଲେ, ସେ କଣ୍ଟ୍ରାକ୍ଟର ଆସିଥିଲେ, ଆମେ ତାଙ୍କ ସହିତ ବି ଆଲୋଚନା କରିଥିଲୁ। ଜେଇ କଲେ ମୁଁ ଏଇ ଜିନିଷଟାକୁ ଗୋଟେ ପ୍ରସ୍ତାବ ଦେବି, ଏ ପ୍ରସ୍ତାବ ଦେଲେ ଏଇ କାମଟା କେମିତି ତୁରନ୍ତ ହେବ। କିନ୍ତୁ ଆମେ ଚାହୁଁଛୁ ଏଠି ଆମର 180 ଘର ପରିବାର ଅଛନ୍ତି, ସେ 180 ଘର ଯେଉଁ ପରିବାର ଅଛନ୍ତି ସେଥିରେ ଆମେ ଚାହୁଁଛୁ ଏଇ ପୋଲଟା ଆମେ ଡିପେଣ୍ଡ କରୁଛୁ ଆରି ଉପରେ, ଏଇ ପୋଲ ଉପରେ ମାନେ ଡିପେଣ୍ଡ କରୁଛୁ। ତେଣୁ ଏଇ ଡିପେଣ୍ଡଟା ଯଦି ଏଇ ପୋଲଟା ଯଦି ନଷ୍ଟ ହେଇଯାଏ ତାହେଲେ ଆମେ ଆମର ଯିବା ଆସିବା ପାଇଁ ବ୍ୟାଘାତ ହେବ। ତେଣୁ ଆମେ ଚାହୁଁଛୁ ସ୍ଥାୟୀ ଗୋଟେ ମରାମତି କାର୍ଯ୍ୟ ହେଲା ପରେ ଏଠି ମାନେ କାର୍ଯ୍ୟ ହେଉ। ଏରାଡ଼ା ନିବାସୀ ପୋଲ କାମ ଆମେ ଏଇଠି ବନ୍ଦ କରିଛୁ ଆଜି। ଯେ କଣ୍ଟ୍ରାକ୍ଟର ଆମର ଚିଙ୍ଗୁଡ଼ିଆ ନାଳରେ ଗୋଟେ ବ୍ରିଜ୍ ହେଉଛି ଯେଉଁଟାକି ଆମର ଏରାଡ଼ାରୁ ବୋଦୁଅକୁ କନେକ୍ଟ କରାହେବ। ସେଇ ବ୍ରିଜ୍ ପାଇଁ ଯେଉଁ କଣ୍ଟ୍ରାକ୍ଟର କାମ ନେଇଛନ୍ତି ସେ କଣ୍ଟ୍ରାକ୍ଟରର ଯେତେ ଏକ୍ସକାଭେଟର ହଉ ହାଇୱା ହଉ ସବୁ ଗାଡ଼ି ଏଇ ବ୍ରିଜ୍ ଉପରେ ଦେଇକି ଯାଉଛି। ସେ ଏକ୍ସକାଭେଟର ନେଲା ବେଳକୁ ଏଇ ବ୍ରିଜ୍ଟା ଖୋଳିତାଡ଼ି ହେଇଗଲା। ଇଭେନ୍ ଆମର ରାସ୍ତା ବି ରାସ୍ତାଟା ଯେଉଁ ବ୍ରିଜ୍ରୁ ଯାଇଛି ଅପ୍ ଟୁ ସେ ବ୍ରିଜ୍ ପର୍ଯ୍ୟନ୍ତ ସେ ରାସ୍ତା ବି ସବୁ ଖୋଳି ହେଇଯାଇଛି। ତାକୁ ଆମେ ସେଦିନ ମିଟିଂ ଗୋଟେ କରାହେଇଥିଲା, ସେଥିରେ ସେ ରାଜି ହେଇଥିଲା। ଆର୍ଡିର ଜେଇ ଆସିଥିଲେ ମଲ୍ଲିକ ବାବୁ, ସେ କହିଲେ ଯେ ଯେଉଁ ଜାଗାରେ ଫାଟି ଫୁଟି ଯାଇଛି ତାକୁ ଆମେ କଟିଂ କରିକି ରିପେୟାରିଂ କରାଇଦେବୁ, କଣ୍ଟ୍ରାକ୍ଟର କରିବ ବୋଲି। କିନ୍ତୁ ଯେତେବେଳେ କଟିଂ କରାଇ ଦେଖାଗଲା ମୋର୍ ଦେନ୍ 40% କି 30%ରୁ 30 to 40% ଯେ ଡ୍ୟାମେଜ୍ ଅଛି। ଆଉ ସେ ଯେଉଁ ରଡ଼୍ ଗୁଡ଼ାକ ଦିଆହେଇଛି, ଯେଉଁ ବାଇଣ୍ଡିଂ ରଡ଼୍ ଅଛି ଭିତରେ, ତାର ବି ଆମେ ଜାଣିପାରୁନୁ ଯେ ଗୋଟେ 10 ଇଞ୍ଚ 12 ଇଞ୍ଚ ଭିତରେ ଗ୍ୟାପ୍ରେ ଦିଆହେଇଛି। ଆଉ ଯେଉଁଠି ଯେତିକି ଏରିଆ କଟିଂ କରିଦିଆଗଲା ସେତିକି ଏରିଆ ପରେ ବି ବାଦ ବି ଯେଉଁ ଏରିଆ ରହିଲା ସେ ବି ଭାଇବ୍ରେସନ୍ ହେଇକି ଉଠି ଯାଉଛି। ତେଣୁକରି ଆମେ ସେଥିପାଇଁ କାମ ବନ୍ଦ କରୁଛୁ। ଆଉ ଆମେ ଚାହୁଁଛୁ ଯେ ଡିପାର୍ଟମେଣ୍ଟର ଆସିବେ, ଜେଇଙ୍କ ସହିତ କଥା ହେଇଥିଲୁ। ଜେଇ କହିଛନ୍ତି ଯେ ସୋମବାର ସଟର୍ଡେ ଛୁଟି, ସଣ୍ଡେ ଛୁଟି, ମଣ୍ଡେ ଆସିବେ ବୋଲି କହିଛନ୍ତି। ଆଉ ସେଥିପାଇଁ ଆମେ ଅପେକ୍ଷା କରୁଛୁ ମଣ୍ଡେ ପର୍ଯ୍ୟନ୍ତ। ଆଉ ମଣ୍ଡେ ଆସିଲେ ଯାହା ହେବ। ଏ ଯେଉଁ ଠିକାଦାର କାମ କରୁଛନ୍ତି ତାଙ୍କୁ ଏ ଯେଉଁ ପୋଲର ଅବସ୍ଥା ବିଷୟରେ ଆପଣ କହିଲା ପରେ ସେ କ'ଣ କହୁଛନ୍ତି? ସିଏ କହିଲେ ଯେ ଯଦି ଇଏ ହେଇଛି ଯେତିକି କରିବା କଥା ରିପେୟାର କରିବା କଥା, ଯେହେତୁ ଆର୍ଡି ଜେଇ କହିଛନ୍ତି ସିଏ ରିପେୟାରିଂ କରିବ ବୋଲି ରାଜି ହେଇଥିଲା ଏଇ ଯେଉଁ ପ୍ୟାଚ୍ ହିସାବରେ କରିବା ପାଇଁ। କିନ୍ତୁ ପ୍ୟାଚିଂରେ ତ ହେବନି ନା, ଏଇଟା ତ ମାଟି କାମ ନୁହେଁ ଯେ ପ୍ୟାଚ୍ କରିଦେଲେ ହେଇଯିବ। ଏଇଟା ତ କଂକ୍ରିଟ୍ କାମଟା ନା। ୱାନ୍ସ ଗୋଟେ ଜାଗାରେ କଂକ୍ରିଟ୍ କରିଦେବା ଆର ଜାଗାଟା ସେଟିଂ ନେବ ନାହିଁ, ସେ ସେଟିଂଟା ପୁଣି କେମିତି ହେବ? ଏଇଟା ଯଦି କମ୍ପ୍ଲିଟ୍ ଏମୁଣ୍ଡରୁ ସେମୁଣ୍ଡ ଆଉ ଥରେ କରାଯାଏ, ଆମେ ସେଦିନ ବି ସେଇ କଥା କହିଥିଲୁ ଯାଇକି ଯେ 3 ଇଞ୍ଚର ଗୋଟେ ଏମୁଣ୍ଡୁ ସେମୁଣ୍ଡ ଉପରେ ଗୋଟେ ଢଳେଇ ପକାଇ ଦିଆଯାଉ। ସେ କହିଲେ ନା ସେମିତି ହେବ ନା, ତାର ସିଷ୍ଟମ୍ ଅଛି ଅଲଗା। ଯେଉଁଟା 3 ଇଞ୍ଚର ପଡ଼ିଥିଲା ସେଇଟା ହିଁ ଡ୍ୟାମେଜ୍ ହେଇଛି। ସେଇଟାକୁ ମୁଁ ଡିପାର୍ଟମେଣ୍ଟକୁ ଜଣେଇବି, ସେଇ ଅନୁସାରେ ସେମାନେ କରିବେ। ଆଉ